ସବୁ ଭାଇମାନଙ୍କୁ ଜୟ ଜଗନ୍ନାଥ ଆଉ ଜୟ ହିନ୍ଦ। ଓଡ଼ିଶା ପୋଲିସର ପିଏମ୍ଟି ଡ୍ରାଇଭର ମାନଙ୍କର ଯେଉଁ ରିଟିନ୍ ଟେଷ୍ଟ ହେଇଥିଲା ଡିସେମ୍ବର 20 ତାରିଖ 2024 ମସିହାର ଆପଣମାନେ ଦେଖିପାରୁଥିବେ। ତାହାର ସବୁ କୋଶ୍ଚିନ୍ ଆନ୍ସର ସବୁ ଏମିତି ଥିଲା। ତାର କୋଶ୍ଚିନ୍ ଦେଖନ୍ତୁ, ଲେଖା ହେଇଛି କେଉଁ ସଂସ୍ଥା ଡିସେମ୍ବର 4-5-2023ରେ ଏକ ଐତିହାସିକ ସମ୍ମିଳନୀ ଆୟୋଜନ କରିଥିଲେ? ଆଇଇଏ, ଆଇଏମ୍ଏଫ୍, ଡବ୍ଲ୍ୟୁଏଚ୍ଓ ବା ଜାତିସଂଘ ୟୁନାଇଟେଡ୍ ନେସନ୍ସ। ତାର ଯେଉଁ ଭାଇଟି ଆମର ଦେଇଛନ୍ତି ସେ ରଙ୍ଗ ଆନ୍ସର ଦେଇଛନ୍ତି, ଯେହେତୁ ସେଟାକୁ ରେଡ୍ କଲର୍ ହେଇଯାଇଛି। ଆଉ ଯେଉଁଟାକୁ କରେକ୍ଟ ଆନ୍ସର ସେଇଟା ଆପଣଙ୍କର ୟେଲୋ କଲର୍ରେ ଅଛି। ଆଉ ୟେଲୋ କଲର୍ ହେଉଛି କରେକ୍ଟ ଆନ୍ସର, ଆଉ ରେଡ୍ କଲର୍ ହେଉଛି ରଙ୍ଗ ଆନ୍ସର, ଆଉ ଗ୍ରୀନ୍ କଲର୍ ଯେଉଁଟା ଅଛି ସେଇଟା ଆପଣଙ୍କର ଯେଉଁଟା ଦେଇଛନ୍ତି ଠିକ୍ ଅଛି ସେଇଟା ଗ୍ରୀନ୍ କଲର୍ ଆପଣମାନଙ୍କର ହେଇଯିବ। କୋଶ୍ଚିନ୍ ନମ୍ବର 1ରେ ଏମିତି ଥିଲା ପିଏମ୍ଟିରେ। କୋଶ୍ଚିନ୍ ନମ୍ବର 2, କେତୋଟି ପ୍ରତିଷ୍ଠିତ ରାଷ୍ଟ୍ର ଦ୍ୱାରା 1960 ମସିହାରେ ଓପେକ୍ ପ୍ରତିଷ୍ଠା ହୋଇଥିଲା? କେତୋଟି 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 ପ୍ରତିଷ୍ଠିତ ରାଷ୍ଟ୍ର ଦ୍ୱାରା 1960 ମସିହାରେ ଓପେକ୍ ପ୍ରତିଷ୍ଠା ହୋଇଥିଲା? ସଠିକ୍ ଆନ୍ସର ହେଉଛି 5ଟି। ତ ଏଇ ଭାଇଟି ଆମର ଆଟେଣ୍ଡ କରିନାହାନ୍ତି, ଯେହେତୁ ସେଥିପାଇଁ ଆପଣଙ୍କର ନଟ୍ ଆନ୍ସର ଲେଖା ହେଇଛି। ଏମିତି ଆପଣଙ୍କର ଏଇଟା ହେଉଛି ଓରିଜିନାଲ କୋଶ୍ଚିନ୍। ଯେଉଁମାନଙ୍କର କୋଶ୍ଚିନ୍ ଭାଇମାନଙ୍କର ଏମିତି ପଡ଼ିଥିଲା ଡ୍ରାଇଭର ପୋଷ୍ଟ ପାଇଁ। କୋଶ୍ଚିନ୍ ନମ୍ବର 3, କେଉଁ ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ସ୍ଥାପନା ହୋଇଥିଲା? ଜାତୀୟ କଂଗ୍ରେସ ଭାରତରେ ନ୍ୟାସନାଲ କଂଗ୍ରେସ କେବେ ସ୍ଥାପନା ହେଇଥିଲା? 1885 ମସିହାରେ। ଭାଇ ଆପଣ ଯେଉଁ ଭାଇଟି ଆମର କରେକ୍ଟ ଆନ୍ସର ଦେଇଛନ୍ତି, ତ ସେଥିପାଇଁ ଗ୍ରୀନ୍ କଲର୍ ଅଛି। ଇଣ୍ଡିଆ ଇଣ୍ଟରନେଟ୍, ଏଟାର ହେଉଛି ନୂଆଦିଲ୍ଲୀ। ଆଇଆଇଜିଏଫ୍ କେଉଁଠାରେ ସ୍ଥାପିତ ହୋଇଥିଲା? ନୂଆଦିଲ୍ଲୀଠାରେ ହେଇଥିଲା। ସଠିକ୍ ଆନ୍ସର। କୋଶ୍ଚିନ୍ ନମ୍ବର 5, ଭାରତର ମୌର୍ଯ୍ୟ ରାଜବଂଶ ପ୍ରଥମ ଶାସକ ଭାବେ କିଏ ବିବେଚିତ ହୋଇଥିଲେ? ମୌର୍ଯ୍ୟ ରାଜବଂଶର ପ୍ରଥମ ଶାସକ ହେଉଛନ୍ତି ଚନ୍ଦ୍ରଗୁପ୍ତ ମୌର୍ଯ୍ୟ। ଚନ୍ଦ୍ରଗୁପ୍ତ ମୌର୍ଯ୍ୟ। ଏ ଭାଇଟି ଆମର କୋଶ୍ଚିନ୍ ନମ୍ବର 5 ଠିକ୍ କରିଛନ୍ତି। ସେପରି କୋଶ୍ଚିନ୍ ନମ୍ବର 6, ନିମ୍ନଲିଖିତ ଇଂରାଜୀ ବାକ୍ୟ ପାଇଁ ସଠିକ୍ ଓଡ଼ିଆ ଅନୁବାଦଟି ଖୋଜିବା। ଏଟା ହେଉଛି ଓଡ଼ିଆ, ଇଂରାଜୀରୁ ଓଡ଼ିଆ ଟ୍ରାନ୍ସଲେସନ୍, ଯେଉଁଟାକି ଆଇ ଏନ୍ଜୟ ପେଣ୍ଟିଂ। କୋଶ୍ଚିନ୍ ନମ୍ବର 6 ଦେଖନ୍ତୁ। ଆଉ କୋଶ୍ଚିନ୍ ନମ୍ବର 5 ଏଇଭଳି ମଧ୍ୟ ଇଜି କୋଶ୍ଚିନ୍ ପଡ଼ିଥିଲା। ମୁଁ ଖାଇବାକୁ ଭଲ ପାଏ, ଦେଖନ୍ତୁ ଏନ୍ଜୟ ପେଣ୍ଟିଂ, ଖାଇବାକୁ ଭଲ ପାଏ, ଚିତ୍ର କଳାକୁ ଭଲ ପାଏ, ଡେଇଁବାକୁ ଭଲ ପାଏ, କଳାକୁ ଭଲ ପାଏ। ପେଣ୍ଟିଂ ଲେଖିଛି, ଇଜି ହେଇଯାଉଛି ଯେହେତୁ ଚିତ୍ର କଳାକୁ ଭଲ ପାଏ। କୋଶ୍ଚିନ୍ ନମ୍ବର 6 ଦେଖନ୍ତୁ, କେତେ ଇଜି ସବୁ ଦେଇଛି ଆପଣମାନଙ୍କର। ଗୋଟେ ଖାଲି କଳାକୁ ଭଲ ପାଏ ସେଇଭଳିଆ ଟିକେ ହାଲକା ପିଲାମାନେ ମାରି ଦେଇପାରନ୍ତି। କୋଶ୍ଚିନ୍ ନମ୍ବର 7, ନିମ୍ନଲିଖିତ ଇଂରାଜୀ ବାକ୍ୟ ପାଇଁ ସେମିତି ଓଡ଼ିଆ ଅନୁବାଦ। ସି ହାଜ୍ ଏ ବିୟୁଟିଫୁଲ୍ ଗାର୍ଡେନ୍। ସି ହାଜ୍ ଏ ବିୟୁଟିଫୁଲ୍ ଗାର୍ଡେନ୍, ତାଙ୍କର ଏକ ସୁନ୍ଦର ବଗିଚା ଅଛି। ସୁନ୍ଦର ବହି ଅଛି, ସୁନ୍ଦର ଗାଡ଼ି ଅଛି, ସୁନ୍ଦର ଘଣ୍ଟା ଅଛି। ଗାର୍ଡେନ୍ ମାନେ ହେଉଛି ବଗିଚା ଅଛି। ତ ଅତି ସହଜ ହେଇଯାଉଛି ଏଇଭଳି କୋଶ୍ଚିନ୍। କିଛି କିଛି ମଧ୍ୟ କୋଶ୍ଚିନ୍, କଠିନ କୋଶ୍ଚିନ୍ ମଧ୍ୟ ଆ ଭିତରେ ଅଛି। ଓଡ଼ିଶା ପୋଲିସର 50 ମାର୍କ, ଗୋଟେ ଘଣ୍ଟା ଥିଲା। ନିମ୍ନଲିଖିତ ଓଡ଼ିଆ ବାକ୍ୟକୁ ସେମିତି ଇଂରାଜୀ ଅନୁବାଦ କରିବା। ତୁ କେବେ ପୁରୀ ସମୁଦ୍ର ଦେଖିଛୁ? ଏଇଟା ଆନ୍ସର ଭୁଲ ଦେଇଛି, ସେ ହ୍ୟାଭ୍ ୟୁ ଏଭର୍ ଭିଜିଟେଡ୍ ଆୱାର ସି। ତ ଏଇଟା ଠିକ୍ ହେବନି। ତ ଏଥିପାଇଁ ପିଲାମାନେ ବହୁତ କ୍ଲେମ୍ କରିଛନ୍ତି ଆୱାର ସି ଆମ ସମୁଦ୍ର ହେବା କଥା। ପୁରୀ ବଦଳରେ PURI OT, ପି ବଦଳରେ ଓ ହେଇଯାଇଛି, URI ନାହିଁ। ସେ ଜିନିଷରେ ଏଇଟା କ୍ଲେମ୍ କରାଯାଇଛି। ଏଇଭଳି କୋଶ୍ଚିନ୍ ଆସିଥିଲା ଭାଇମାନେ ଦେଖନ୍ତୁ। ତାପରେ ଆସିଛି ଦେ ଆର୍ ବେଷ୍ଟ ଫ୍ରେଣ୍ଡସ୍। ତ ଏହାର ସଠିକ୍ ଓଡ଼ିଆ ଅନୁବାଦ କେମିତି ହେବ? ସେମାନେ ଭଲ ସାଙ୍ଗ ବୋଲି ସମସ୍ତେ ଭାବନ୍ତି, ସେମାନେ ସବୁଠୁ ଭଲ ସାଙ୍ଗ ଅଟନ୍ତି, ସେମାନେ ସବୁଠାରୁ ଭଲ ବନ୍ଧୁ ଅଟନ୍ତି, ସେମାନେ ମୋତେ ସାଙ୍ଗ ନୁହନ୍ତି। ତ ଠିକ୍ ଆନ୍ସର ଭାଇ ଦେଇଛନ୍ତି, ସେମାନେ ସବୁଠାରୁ ଭଲ ବନ୍ଧୁ ଅଟନ୍ତି। ନିମ୍ନଲିଖିତ ଇଂରାଜୀ ବାକ୍ୟକୁ ଓଡ଼ିଆ ଅନୁବାଦ କରିବା। 10 ନମ୍ବର କୋଶ୍ଚିନ୍, 1 ମାର୍କ, ଗୋଟେ ଘଣ୍ଟା, ଆଉ 50ଟି କୋଶ୍ଚିନ୍ ଥିଲା। ମାଇନସ୍ ମାର୍କିଂ ପର୍ କୋଶ୍ଚିନ୍ରେ 25.25 ଥିଲା। ହି ଇଜ୍ ରାଇଟିଂ ଏ ଲେଟର୍। ସେ ଏକ କାଗଜ ଆଣିଛନ୍ତି, ସେ ଏକ ଚିଠି ଲେଖୁଛନ୍ତି, ସେ ଏକ କାଠ ଖୋଜୁନାହାନ୍ତି, ସେ ମୋତେ ଡାକୁଛନ୍ତି। ଅତି ସହଜ ହେଇଯାଉଛି, ହି ଇଜ୍ ରାଇଟିଂ ଏ ଲେଟର୍, ସେ ଏକ ଚିଠି ଲେଖୁଛନ୍ତି। ଏଇ କୋଶ୍ଚିନ୍ ପଡ଼ିଥିଲା ପିଏମ୍ଟି ଡ୍ରାଇଭର 2024 ଥାର୍ଡ଼ ସିଫ୍ଟରେ। ଗୋଟେ ବେଳେ ଥିଲା, 12ଟା ବେଳେ ସେମାନେ ରିପୋର୍ଟ କରିଥିଲେ। ଭଲ କୋଶ୍ଚିନ୍ ଆନ୍ସର ଦେଇଛନ୍ତି ଭାଇ। ଯେଉଁଗୁଡ଼ିକ ଗ୍ରୀନ୍ ଦେଖୁଛନ୍ତି ସେ କୋଶ୍ଚିନ୍କୁ ସିଲେକ୍ଟ କରିଛନ୍ତି, ଚୁଜ୍ କରିଛନ୍ତି, ଯାହାଫଳରେ କି ଗ୍ରୀନ୍ ଦେଖାଉଛି, ତାମାନେ ତାଙ୍କୁ ଏଥିରେ ମାର୍କ ମିଳିଛି। ପିଏମ୍ଟିରେ ଭଲ ଭଲ କୋଶ୍ଚିନ୍ ସାଇନ୍ ଆସିବ ଆପଣମାନଙ୍କର, ଆଉ ସିଗ୍ନାଲ୍ ଆସିବ। ଦେଖନ୍ତୁ, ଏତେ ବଡ଼ ଅଙ୍କର ସମାଧାନ ଖୋଜି ଖୋଜି ମୋ ମୁଣ୍ଡ ଖରାପ ହୋଇଗଲାଣି। ୟାକୁ ଇଂରାଜୀ କଲେ, ମାଇ ହେଡ୍ ଇଜ୍ ରିଏଲି ଜାମ୍ଡ ଅପ୍ ବାଇ ଫାଇଣ୍ଡିଂ ଦି ସଲ୍ୟୁସନ୍ ଟୁ ଏ ଲଙ୍ଗ୍ ମ୍ୟାଥ୍ସ ସମ୍। ତ ସଠିକ୍ ଆନ୍ସର 11 ନମ୍ବର ଏମିତି ଦେଇଛି। ସେ ଭାଇ ତାଙ୍କର ଭୁଲ କରିଛନ୍ତି, ରେଡ୍ କଲର୍ ଦେଇଛନ୍ତି।
जोटा रेड कलर सी सेटा चूज करथिले सिलेक्शन करथिले। तापर नेक्स्ट क्वेश्चन के आसीबा 12 नंबर क्वेश्चन द डॉग बार्क्ड लाउडली द डॉग बार्क्ड लाउडली कुकुरटी जोर रे भुकिला एडी लगी देखुए कुकुरटी कहीं रागिला कुकुरटी जोर रे बुलिला एटा हूँ फास्ट क्वेश्चन कुकुरटी जोर रे भुकिला। 13 नंबर आसिला आंब सबु फल मानक भितरु राजा अटे आंब सबु फल मानक भितर राजा अच्छे तो मैंगो इज द एक्सपेंसिव ऑफ ऑल फ्रूट्स ना मैंगो इज द किंग ऑफ द ऑल फ्रूट्स। 15 नंबर सेमती देखिए बस चालक मैंने आज धर्मघट करिसेंती भाई चूज कर भल आंसर द बस ड्राइवर्स हैव कॉल्ड ए स्ट्राइक टुडे द बस ड्राइवर हैव कॉल्ड ए स्ट्राइक टुडे हूँ ठीक आंसर ओडिया रू इंग्लिश ट्रांसलेशन एमती सहज पड़ता 15टी क्वेश्चन गला भल 15टी प्राय गोटे दुटा भूल कर भाई। क्वेश्चन नंबर 16 निरुतर शब्दर संधि विच्छेदटा ठीक करवा नियुक्त उत्तर निरुतर जो भाई मैंने नियुक्त उत्तर कर ग्रीन सिग्नाल देजी यहाँ हूँ आपंकर सठिक उत्तर। ओडिया व्याकरण एमती क्वेश्चन आसपण मैंने जो भाई मैंने देखुं एमती ओडिया प्रैक्टिस करेंगे यही क्वेश्चन आसो सद्य यार तद्भव रूप कौन देखो तद्भव रूप पढ़ी जी ओडिया व्याकरण समस्ते मुखस्त करेंगे तद्भव हूँ सज यहाँ किंतु सदा हो जाए जी सदा सिलेक्शन कर रेड कलर होती आंसर भूल ये किसी मार्क कौन मार्क मिलूना। हाँ क्वेश्चन नंबर 18 सुजनर पद परिवर्तन कले कौन हम तो सुजनर पद परिवर्तन कले सौजन्य हम जहाँ सी ठीक आंसर सिलेक्शन कर बुलाइबा यह क्यों प्रकार क्रिया बुलाइबा क्रियाहीन प्रेरणार्थक क्रिया है कि मिश्र नुहे कि नाम धातु नुहे ठीक आंसर देते आमर क्वेश्चन नंबर 19 रे क्वेश्चन नंबर 20 अजातिक अड़ुआ तार जो अच्छी रूढ़ी बोधे यहाँ यही रूढ़ीर शून्यस्थान पूरण निमंते क्यों गोटिका उपयुक्त अजातिक वाणिज्य अड़ुआ भोजन नुहे वणिज है वाणिज्य बेपार 20 नंबर अजातिक वणिज अड़ुआ यही रूढ़ीर शून्यस्थान पूरण कले ये वणिज ही लगे। ये क्वेश्चन हूँ मन रखु आपर पीएमटी 2024 405 पोस्ट बाहर बाहरी तार तार जो रिटिन तार क्वेश्चन जो मैंने भाई मैंने प्रोविजन लिस्ट आंसर की आसी आंसर की रे क्वेश्चन आमर किछिटा व्याकरण पड़ी किछटा साइन पड़ी देखो हिमालय जो शब्दर अक्षर व्यवहार कर सृष्टि होता से शब्दटी को चिन्हट कर HIMALAYA तो HIM इजी हो देखो HIM तो सहज आंसर टी इजी अच्छे 21 नंबर से करेक्ट आंसर चूज कर मार्क मिली आंसर की रे। तापर 22 नंबर 20 × 20 इक्वाल टू क्वेश्चन मार्क +200 नंबर खोज जहाँकि प्रश्नवाचक बदल जहाँ दिखाई समीकरण सठिक भाव संपूर्ण कर 200 200 + 20 × 20 इक्वाल टू 400 हवा कथा तो इक्वाल टू सहित 200 युक्त 200 400 हो पार अति सहज समीकरण मैथमेटिक्स आसी क्वेश्चन टी फाइंड नंबर दैट विल रिप्लेस द क्वेश्चन मार्क व्हिच विल बी कंप्लीट द गिवन क्वेश्चन करेक्टली। ओके बहुत बढ़िया क्वेश्चन ये भाई पड़ी 3 नंबर शिफ्ट तापर आपंकर 22 नंबर क्वेश्चन आम देखला भितर जानिले जे क्वेश्चन किछिटा इजी पड़ुची आ किछिटा हार्ड पड़ी बेसिकली क्वेश्चन इजी अच्छी आउ प्राय 10टार गोटे कि 2टा क्वेश्चन टिके हार्ड रोचे तो 6 3 4 6 4 5 6 3 2 6 6 5 6 4 2 उपरोक्त व्यवस्था सबुठार बड़ संख्या सबुठार छोट संख्या समष्टि केते आठ भितर सब बड़ सब छोट संख्या मिसई देला जी हम मिश्रण फल जोगफल तो 23 नंबर क्वेश्चन आंसर हूँ 1297 भाई आमर मिसई देकी सठिक आंसर देते ये सब अक्षर उबर UBER को FYVY भाव में कोड करा जाए तेबे से कोड भाषा रे लाइक शब्दर द्वितीय अक्षर कौन हम लाइक शब्दर द्वितीय अक्षर हम RR यहाँ जमी 24 नंबर इन सर्टन लैंग्वेज इफ यूबर इज कोड आज FYVY सेमती आपने यहाँ तार लाइक शब्दर अक्षर कौन हम से केतोटी तार छाड़ी से अनुसार आपण मैंने
देखिए केतेटा लेटर छाड़ला पर केमती हुए एटाକୁ प्रैक्टिस करेंगे रिजनिंगटा। हाँ नंबर 25 इयरली शब्दर इंग्राजी वर्णमाला केतोटी स्वर्ण वर्ण अच्छी। इयरली शब्दर इंग्राजी वर्णमाला केते स्वर्ण वर्ण अच्छी। ए इ आई ओ यू तो ए इ दुईटी ही अच्छी दुईटी से सठिक आंसर देते। तापर 25 नंबर से दुईटी आंसर देते जहाँकि ठीक अच्छी ए दुईटी मार्क पाइबे उपरटारे 24 नंबर मार्क पाई ग्रीन अच्छी तो सेपरी 25 नंबर भी ठीक आंसर देते। पीएमटी ये क्वेश्चन आगू को साइन आसो तो चेक करूँ जोटा कि ऊपर जमी लाइकटा आप प्रैक्टिस करेंगे ये क्वेश्चन आसूसी रिजनिंग एत भी कष्ट नुहे। तापर आसवा देखा यहाँ हूँ मिरर मिरर दी टाइप सीधा मिरर आसो एक्स वाई एमती आसो ह्वाट इज द करेक्ट वाटर इमेज यहाँ हूँ वाटर इमेज आउटा हूँ मिरर इमेज है कि दी प्रकार आसाला वाटर इमेज साउथ अच्छी तो कौन हम उल्टी जीव एच टोटाल उल्टा हो फास्ट रही एस रही कि उल्टा रही सठिक आंसर से देते ये आपंकर मिरर आसो मिररटा सीधा थाए आ वाटरटा एमती तले लेबुल होगी थाए बुझे कि गोटे सरल रेखा भाया अच्छी वाटर वाटर रे आपंकर लेखाटा केमती शो कर मिरर रे आम्बुलांस केमती शो कर से भली गोटे जोतार मूल्य जदि 5000 थिला सेल समय 15% रिहाती मिलूँ रिहाती पर जोतार बिक्री मूल्य केते टंका हेब 5000 रु 15% माइनस करदेला जी हम से 15 पंचा 75 मतलब 750 टंका कमिज 5750 टका कमिगला 4250 टका तार बिक्री मूल्य हम ये भाई 4580 टका भूल आंसर चूज कर देते तो शतकड़ा समस्त भाई मैंने पढ़ी मैथमेटिक्स देखो केमती इजी क्वेश्चन आसूँ ये जो प्रैक्टिस करेंगे ओडिशा पुलिस निहाती चाकरी करेंगे कमेंट्रे भाई मैंने लिखिए जो भाई मैंने देखुं केते आधुर केतेटा क्वेश्चन आसला ईमानदारी रे पुलिस भाषा रे लिखिए जे मु 30 टी 40 टी क्वेश्चन आंसर ठीक कली बुझे भाई मैंने कि भाई मानक आसूला ये क्वेश्चन। हाँ 28 नंबर गोटे कार 55 किलोमीटर पर आवर बेगर गति करे 2 घंटे कार केते दूर जीव यहाँ गति बेग किलोमीटर के पोलोटा केते समय क्रॉस कर भाया सब क्वेश्चन आम मैंने अष्टम नवम दशम पढ़ी जहाँफल कि सही क्वेश्चन आम प्रैक्टिस कले सब इंटरव्यू दे पारिबा रिटन टेस्ट पास कर पारिबा 110 किलोमीटर से देइचंती आउ ठीक आंसर देइचंती घंटा प्रति बेग 55 किलोमीटर हेल्ले 2 घंटे केते जीव 55 गोटे घंटा को जाऊँ 55 किलोमीटर 2 घंटे कार केते दूर जीव 110 किलोमीटर जीव बुझिले से 3 घंटे जीव 55 इंटू 3 अध घंटे जीव 55 इंटू हाफ 30 मिनट तार अधा कर दिया बुझिले ये सब क्वेश्चन पड़ुची घंटा रिहाती शतकड़ा लसागु गसागु मूलधन सुध हाँ आड़िया रूढ़ी ता सहित मिरर फोटो रिजनिंग हाल्का रिजनिंग ये सब प्रकार क्वेश्चन अच्छी जो टाइप देखुं प्रायतः सबू 5टी सेट्र क्वेश्चन पड़ता 5टी शिफ्ट होता 4टी शिफ्ट होता नॉर्मल पिलांकर आ जो मैंने एज केस करते गोटे 28 तारीख होता से भिडियो भी मुझे सेयार कर चाहिए सबू जहाँ क्वेश्चन देखिपारे ये सब क्वेश्चन अच्छी तो जेहेतु मु वीडियो रिकॉर्डिंग कलापर रेट होती आपने चाहिए स्किप करके वीडियो को देखिपारे वीडियोर प्रैक्टिस कले आपने मत लगुच अलग आपंकर जी इंटरव्यू अच्छी ओडिशा पुलिस से आपको भिडियोटी हेल्प कर। क्वेश्चन नंबर 29 a इक्वल टू 8 b इक्वल टू 9 5a इस टू 4b अनुपात निर्धारण कर भाई ठीक आंसर देते 10:9 देते इस टू आस टू ये सब क्वेश्चन अष्टम नवम दशम भाई मैंने पढ़ी थे। तापर आसवा क्वेश्चन नंबर 30 इफ सेट a इक्वल टू 1 2 3 4 5 1 2 3 4 and 6 then what is the p इक्वल टू 3 4 5 7 तेरे ए बी कौन हम यहाँ आंसर से माने 3 and 4 हम से भाईटी भूल आंसर देते आस देखा 3233% मूल्य केते 3233% मूल्य केते 2 मिनट शतकड़ा
33% ଆପଣ 33/100 ଇଣ୍ଟୁ 3200 କରିଦେବେ। ଶୂନ ଶୂନ କରିଛ 32 ଇଣ୍ଟୁ 33 ଗୁଣି ଦେଲା ପରେ ଏତିକି ଆନ୍ସର ଆସିଯିବ। ତାପରେ ଆସିଯିବ ଆପଣଙ୍କର 32 ନମ୍ବର, ଗୋଟିଏ କେକ୍କୁ 10ଟି ସମାନ ଖଣ୍ଡ କାଟି ଯଦି 8 ଖଣ୍ଡ ଖାଇଦେଲେ ତେବେ କେକ୍ର କେତେ ଭଗ୍ନାଂଶ ରହିବ? ତ ସେ ଭଗ୍ନାଂଶ ଆପଣମାନେ ବାହାର କରିବେ। ଏଭଳି କୋଶ୍ଚିନ୍ ରହିଛି 4/5 ରହିବ, ଯେମିତିକି ଆପଣମାନେ ସମାନ ଯଦି 8 ଖଣ୍ଡ ଖାଇଲେ ସମାନ ଭାଗ କଲେ 5 ଖଣ୍ଡ ହେବ, ତ 4 ଭାଗ ଖାଇଦେଲେ ଆଉ ଗୋଟେ ଭାଗ ବଳିଗଲା। ଏଭଳି ପି ଥିବା ଉଭୟ ପାର୍ଶ୍ୱରେ ପାର୍କିଂର ଅନୁମତି ଦିଆଯାଇଛି ବୋଲି ଦେଖନ୍ତୁ, ପି ତଳେ ତୀର ଚିହ୍ନଟି ଅଛି, ସରଳ ରେଖାଟି ଅଛି, ଏପଟେ ଅଛି ତୀର ଚିହ୍ନ, ସେପଟେ ଅଛି ତୀର ଚିହ୍ନ, ସେଥିପାଇଁ ଆନ୍ସରଟି ଠିକ୍ ଦେଇଛନ୍ତି। ଅତି ସହଜ ସାଇନ୍ ଆସିଲା, ଏଇଭଳିଆ ସାଇନ୍ ଆପଣମାନଙ୍କର। ହଁ ଦେଖନ୍ତୁ, ଉଭୟ ପାର୍ଶ୍ୱକୁ ପାର୍କିଂ କରିପାରି ପାଇଁ ଅନୁମତି ଦିଆଯାଇଛି। ପିଲାମାନେ ଏବେ ଆଗକୁ ରେଳ କ୍ରସିଂ ଅଛି ମାରି ଦେଇଥିବେ, କି ଆଗକୁ ପାର୍କ ଅଛି ପି ଭାବି ପାର୍କିଂ ମନା ମାରି ଦେଇଥିବେ। ପାର୍କିଂ ମନା ମାନେ ତାପରେ କ୍ରସ୍ ଚିହ୍ନ ଥିବ। ଏଠି ହେଉଛି ଗୋଟେ କୋଶ୍ଚିନ୍, ଏଇଟା ଦେଖନ୍ତୁ ଟ୍ରାଆଙ୍ଗେଲ ଭିତରେ ଅଛି, ଲୋକଟି କାମ କରୁଛି, ତ ରାସ୍ତା କାମ ଚାଲିଛି। ଏଇ ସାଇନ୍ର ମାନେ ହେଉଛି ରାସ୍ତା କାମ ଚାଲିଛି। ଏଇଭଳିଆ ସାଇନ୍ କ'ଣ ଅଛି? ଏଇଭଳିଆ ସଡ଼କ ଚିହ୍ନଟିକୁ କ'ଣ କରାଯିବ? ଆଗକୁ ଗାଡ଼ି ଫେରି କ୍ରସିଂ ଅଛି, ଆଗକୁ ଜଳାଶୟ ଅଛି, କେବଳ 2 ଚକିଆ ଯାନକୁ ଅନୁମତି। ଏଠି ଆଗକୁ ଫେରି ଅଛି, ଯେଉଁଟା ଏଇଟା ହେଉଛି ଠିକ୍ ଆନ୍ସର। ଏଇଭଳିଆ ଦେଖନ୍ତୁ ଲେଫ୍ଟକୁ ଅଛି ବାଧ୍ୟତାମୂଳକ ବାମ, କେବଳ ବାଧ୍ୟତାମୂଳକ ସୀମା କିମ୍ବା ବାମ, ସିଧା କିମ୍ବା ବାମ। ଆଉ ରାଇଟ୍ ଟର୍ନ ଆପଣ ନେଇପାରିବେନି, ୟୁ ଟର୍ନ ନେଇପାରିବେନି ସେଠି। ତ ଏଇଟା ଏ ସାଇନ୍, ଇଜି ସାଇନ୍ଟା ଡାହାଣକୁ ମୋଡ଼ିଆ ମନା ନୁହେଁ, ବାମକୁ କ୍ରସ୍ ରୋଡ଼ ଅଛି ମନା ଠିକ୍ ନୁହେଁ, କେବଳ ବାଧ୍ୟତାମୂଳକ ସିଧା ଯିବ କିମ୍ବା ବାଁକୁ ହିଁ ଯାଇପାରିବ, କେବଳ ବାମ ଟର୍ନ ଏଟା ବି ନୁହେଁ। ତାପରେ ଏଇଭଳି ଦେଖନ୍ତୁ କେମିତି ଅଛି ଚଢ଼ାଣୀ, ଆଗକୁ ଲମ୍ବା ଆରୋହଣ ଅଛି, ଠିକ୍ ଆନ୍ସର। ଏ ଯେଉଁ ଭାଇଟି ଦେଇଛନ୍ତି ଭଲ ଆନ୍ସର ଦେଇଛନ୍ତି। ଏଥିରେ ସିଲେକ୍ସନ୍ ତାଙ୍କୁ ମାର୍କ ମିଳିଛି। ଏଥିରେ ଦେଖନ୍ତୁ ଗୋଡ଼ି ପଥର ପଡ଼ିବାର ଚାନ୍ସ ଅଛି, ଯେମିତି ପାହାଡ଼ିଆ ରାସ୍ତା କଡ଼ରେ, ପାହାଡ଼ କଡ଼ରେ ଯେଉଁ ରାସ୍ତା ଥାଏ, ବର୍ଷା ହେଲେ ପାହାଡ଼ ଗୋଡ଼ି ପଥର ଖସିବାର ଧସିବାର ଚାନ୍ସ ଥାଏ। ସେଭଳି ଏଇଟା ଦେଖନ୍ତୁ ଓନ୍ଲି ରାଇଟ୍ ଷ୍ଟପିଂ ଅନ୍ ଦିସ୍ ରୋଡ଼, ଏଇଟା ହେଉଛି ଏହି ରାସ୍ତାରେ କେବଳ ଡାହାଣ ପଟେ ଅଟକାଇବାର ଅନୁମତି ରହିଛି, ନା ଟର୍ଣ୍ଣିଂ ମନା ନା ଏଇଟା ହେଉଛି ଲଜ୍ ଗ୍ରାଭେଲ୍ସ ଅନ୍ ରୋଡ଼। ଲୁଜ୍ ଗ୍ରାଭେଲ୍ସ ମାନେ ଛୋଟ ଛୋଟ ଗୋଡ଼ି ଯେଉଁଗୁଡ଼ାକ, ସେଟା ବଡ଼ ବଡ଼ ପଥର ଦୁଇଟାଙ୍କୁ ଦେଇଦେଇଛି, ରାସ୍ତା ଉପରେ ଲୁଜ୍ ଗ୍ରାଭେଲ୍ସ ଅଛି, ମତଲବ ଛୋଟ ଛୋଟ ଗୋଡ଼ି, ପାହାଡ଼ିଆ ରାସ୍ତା ଅଛି, ଚକା ସ୍ଲିପ୍ କରିବାର ସମ୍ଭାବନା ଅଛି, ସେଥିପାଇଁ ଗାଡ଼ି ସେମିତି ଚଲେଇବା ପାଇଁ ଏଭଳି ସାଇନ୍ ଅଛି, ଯେଉଁଟା ଟ୍ରାଆଙ୍ଗେଲ୍ ଅଛି। ଏଭଳିଆ ଟ୍ରାଆଙ୍ଗେଲ୍ ଅଛି ଯେଉଁଟାକି ରାସ୍ତାରେ ଗାଈ ଗୋରୁ ଥିବାର ସମ୍ଭାବନା ଯେଉଁଠି ଥାଏ, ଏଇଭଳିଆ ଆପଣଙ୍କର ରୋଡ଼ ସାଇନ୍ ପାଇବେ। ପଶୁ ବହନ କରୁଥିବା 4 ଚକିଆ ଯାନ ନାହିଁ, ପ୍ରବେଶ ନିଷେଧ ନାହିଁ, ପଶୁମାନଙ୍କ ପାଇଁ ପ୍ରବେଶ ନାହିଁ, ଏଇଭଳିଆ ଠିକ୍ ଅଛି। ଏଇଟା ଗୋଟେ ଦେଖନ୍ତୁ କେମିତି ଟ୍ରାଆଙ୍ଗେଲ୍ ଅଛି, ଆଗକୁ ପ୍ରତିବନ୍ଧକ ଅଛି ବା ଗେଟ୍ ଅଛି, ପ୍ରତିବନ୍ଧକ ଅଛି, ଦେଖନ୍ତୁ ଏଇଟା ବଢ଼ିଆ ସାଇନ୍। ଭଲ ଇଜି କୋଶ୍ଚିନ୍ ପଡ଼ିଛି ଥାର୍ଡ଼ ସିଫ୍ଟରେ, କିଛିଟା ଅଳ୍ପ ହାର୍ଡ଼ ପଡ଼ିଛି, ନହେଲେ এইটা ଆପଣଙ୍କର ଭେହିକିଲ୍ ରିଗାର୍ଡ଼ିଂ ଆସିଲା, ସେଟା ସାଇନ୍ ଗଲା ଭେହିକିଲ୍ ରିଗାର୍ଡ଼ିଂ। ଏଇ ଯେଉଁ ଦେଖୁଛ ଇଞ୍ଜିନ୍ ତାପମାତ୍ରା ନର୍ମାଲ ଉପରେ ଅଛି, ନର୍ମାଲ ଉପରେ ଅଛି, ଏୟାର କଣ୍ଡିସନ୍ ଓଭର ହିଟିଂ ଦେଇଦେଇଛି ଭାଇଟି। ଇନ୍ଧନ ଏଇଟା ହେଉଛି ଗାଡ଼ିରେ କୁଲେଣ୍ଟ କ'ଣ କରିଥାଏ, ଏଇଟା ପ୍ରାୟ ପଡ଼ିଥାଏ। ଗାଡ଼ିରେ କୁଲେଣ୍ଟ ଯେଉଁଟା ହେଉଛି କୋଲାଣ୍ଟ ଯେଉଁଟା କୁହନ୍ତି, ଡୁ ଇନ୍ ଏ ଭେହିକିଲ୍ରେ ବା ଗାଡ଼ିରେ କୁଲାଣ୍ଟର କାମ କ'ଣ? ଇଞ୍ଜିନ୍କୁ ଅତ୍ୟଧିକ ଉତ୍ତାପରୁ ରକ୍ଷା କରିବା ହେଉଛି କୁଲାଣ୍ଟର କାମ। ମନେ ରଖିବେ ଏଇ କୋଶ୍ଚିନ୍ଟା, ମୁଁ ବି ଲାଇଭ୍ରେ ଆସିକି କୋଶ୍ଚିନ୍ ଡିସ୍କସନ୍ କରିଥିଲି, ପ୍ରାୟତଃ ପଢ଼ିଛି। ଇନ୍ଧନ ଫିଲ୍ଟର ଉଦ୍ଦେଶ୍ୟ କ'ଣ? ପେଟ୍ରୋଲ କିମ୍ବା ଡିଜେଲରୁ ଅଶୁଦ୍ଧତା ଦୂର କରିବା ପାଇଁ ଇନ୍ଧନ ଫିଲ୍ଟର ବ୍ୟବହାର କରାଯାଇଥାଏ। 44 ନମ୍ବର କୋଶ୍ଚିନ୍, ସେ ଠିକ୍ ଆନ୍ସର ଦେଇଛନ୍ତି। ଏଥିରେ ଫୁଏଲ୍ ପ୍ରେସର ନାହିଁ, ଇଞ୍ଜିନ୍ ନାହିଁ। 45 ନମ୍ବର, ହ୍ୱାଟ୍ ଇଜ୍ ଦ ପ୍ରାଇମେରୀ ଫଙ୍କସନ୍ ଅଫ୍ ସ୍ପାର୍କ ପ୍ଲଗ୍ ଇଜ୍ ଇନ୍ ଏ ଭେହିକିଲ୍? ଗାଡ଼ିରେ ସ୍ପାର୍କ ପ୍ଲଗ୍ର ପ୍ରାଥମିକ କାମ କ'ଣ? ଇଞ୍ଜିନ୍ରେ ବାୟୁ ଇନ୍ଧନ ମିଶ୍ରଣକୁ ପ୍ରଜ୍ୱଳିତ କରେ, ବାୟୁ ଆଉ ଇନ୍ଧନକୁ ପ୍ରଜ୍ୱଳିତ କରିବା ହେଉଛି ସ୍ପାର୍କ ପ୍ଲଗ୍ର କାମ। 46 ନମ୍ବର ଭାଇଟି ଭୁଲ କରିଦେଇଛନ୍ତି, ଯାନର ଅଲ୍ଟରନେଟର ଉଦ୍ଦେଶ୍ୟ କ'ଣ? ହ୍ୱାଟ୍ ଇଜ୍ ଦ ପର୍ପଜ୍ ଅଫ୍ ଏ ଭେହିକିଲ୍ ଅଲ୍ଟରନେଟର? ଅଲ୍ଟରନେଟର ହେଉଛି ବ୍ୟାଟେରୀ ଚାର୍ଜ କରିବା ପାଇଁ, ବିଦ୍ୟୁତ ପ୍ରଣାଳୀକୁ ଶକ୍ତି ଯୋଗାଇବା ପାଇଁ, ବ୍ୟାଟେରୀ ଚାର୍ଜ କରିବା ପାଇଁ। ଦ ଚାର୍ଜ ଅଫ୍ ବ୍ୟାଟେରୀ ଆଣ୍ଡ ପାୱାର ଦି ଇଲେକ୍ଟ୍ରିକାଲ ସିଷ୍ଟମ। ସେ କରିଛନ୍ତି ଇଞ୍ଜିନ୍ର ଗତିଶୀଳ ଏବଂ ଅଂଶଗୁଡ଼ିକୁ ଲୁବ୍ରିକେଟ୍ କରିବା ପାଇଁ, ନାହିଁ, ଏଇଟା ଭୁଲ କରିଦେଇଛନ୍ତି।
एटा भेहिकल मेंटेनेंस आसूसी क्वेश्चन गुड़िक बढ़िया क्वेश्चन अच्छी टी देखिए नियंतु जो मैंने फ्यूचर ट्राए करेंगे। हाँ, गाड़ी रे संचारण तरल ट्रांसमिशन फ्लूइड रो काम कौन होची ट्रांसमिशन कंपोनेंट को लुब्रिकेट और ठंडा करिथाय इंजिन अत्याधिक उत्ताप को रोकिथाय ना। व्हाट इज द पर्पज ऑफ ट्रांसमिशन फ्यूल्स इन ए व्हीकल। अच्छा तापर 48 नंबर 48 नंबर क्वेश्चन आसूची आपनकर ए जान रे एक जान रे पीरियडिक व्हील द व्हील alignment in a vehicle. What is the purpose of doing periodic wheel alignment in a vehicle? रास्ता सहित उपयुक्त जोगाजोग ପାଇଁ ଏ ଆନ୍ସରଟି ଲାଷ୍ଟ ଆନ୍ସରଟା ଠିକ୍ ଅଛି ବୁଝିଲେ। 49 ନମ୍ବର ଇଞ୍ଜିନ୍ ଅଏଲ୍ ପରିବର୍ତ୍ତନ କରିବାର ପ୍ରାଥମିକ ଉଦ୍ଦେଶ୍ୟଟି କ'ଣ? ଇଞ୍ଜିନ୍କୁ ଲୁବ୍ରିକେଟ୍ କରି ଏହାର କ୍ଷୟ ଓ କ୍ଷତି ହ୍ରାସ କରିବା। ରିଡ୍ୟୁସ୍ ୱେୟାର ଆଣ୍ଡ ଟିୟର ଅଫ୍ ଇଞ୍ଜିନ୍ ବାଇ ଲୁବ୍ରିକେଟିଂ ଇଟ୍। 49 ନମ୍ବର ଭାଇଟି ଠିକ୍ ଦେଇଛନ୍ତି, ଭଲ ମାର୍କ ରଖିଛନ୍ତି ଭାଇମାନେ। ଦେଖନ୍ତୁ ସେହି ହିସାବରେ ଭାଇମାନେ ପ୍ରାକ୍ଟିସ୍ କରିବା କଥା, ଭଲ ପ୍ରାକ୍ଟିସ୍ କରିଛନ୍ତି। ଲାଷ୍ଟ କ୍ୱେଶ୍ଚିନ୍, ରାତିରେ ଯେତେବେଳେ ଆପଣ ବିପରୀତ ଯାନର ହେଡ଼ଲାଇଟ୍ ଦ୍ୱାରା ଅନ୍ଧ ହୋଇଯାଆନ୍ତି ସେତେବେଳେ ଆପଣ କ'ଣ କରିବା ଉଚିତ? ଧୀର କରନ୍ତୁ, ବାମକୁ ଯାଆନ୍ତୁ ଏବଂ ଆବଶ୍ୟକ ହେଲେ ଗାଡ଼ିକୁ ଅଟକାନ୍ତୁ। ସ୍ଲୋ ଡାଉନ୍, ମୁଭ୍ ଟୁ ଦି ଲେଫ୍ଟ ଆଣ୍ଡ ଷ୍ଟପ୍ ଇଫ୍ ନେସେସରୀ। 50 ନମ୍ବର କ୍ୱେଶ୍ଚିନ୍ ଥିଲା, ଭଲ କ୍ୱେଶ୍ଚିନ୍ ଥିଲା ସବୁ ଭାଇମାନେ ଏଇଟା ମନେ ରଖନ୍ତୁ। ଓଡ଼ିଶା ପୋଲିସର PMT 2024 ମସିହା ଡିସେମ୍ବର 20 ତାରିଖର ଥାର୍ଡ଼ ସିଫ୍ଟ ଗୋଟିଏ ବେଳେ ଏକ୍ଜାମ୍ ଥିଲା। କମ୍ପ୍ୟୁଟର ବେସ୍ ଟେଷ୍ଟ ଏକ୍ଜାମ୍ ଥିଲା, ସମସ୍ତେ ମନେ ରଖନ୍ତୁ। ଧନ୍ୟବାଦ, ଜୟ ଜଗନ୍ନାଥ।